ଜାତୀୟ ଆଇନ ସେବା ପ୍ରାଧିକରଣ ନାଲସା ନୂଆଦିଲ୍ଲୀ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ OSLSA କଟକଙ୍କ ନିର୍ଦ୍ଦେଶାନୁସାରେ 2024 ମସିହାର ପ୍ରଥମ ଜାତୀୟ ଲୋକ ଅଦାଲତ ଗଜପତି ଜିଲ୍ଲାର ପାଳାଖେମୁଣ୍ଡି ଆର୍ ଉଦୟଗିରି ମୋହନା ଓ କାଶୀନଗର ଗ୍ରାମ ନ୍ୟାୟାଳୟରେ ଆୟୋଜିତ ହୋଇଥିଲା। ଏହା ଗଜପତି ଜିଲ୍ଲା ଦୌରା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଜପତି ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ପ୍ରତିପାଳନରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଡକ୍ଟର ଜୀବନ ଜ୍ୟୋତି ରଥ ପରିବାର ଅଦାଲତର ବିଚାରପତି ଶ୍ରୀ ବିଭୁ ପ୍ରସାଦ ପଣ୍ଡା, ଅତିରିକ୍ତ ଜିଲ୍ଲା ଓ ସେକ୍ସନ ଜଜ୍ ଶ୍ରୀ ସତ୍ୟନାରାୟଣ ପାତ୍ର, ଅତିରିକ୍ତ ଜିଲ୍ଲା ଓ ସେସନ ଜଜ୍ ଶ୍ରୀ ପ୍ରସନ୍ନ କୁମାର ବେହେରା, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀମତୀ ରଶ୍ମିତା ସାହୁ, ସିଭିଲ ଜଜ୍ ସିନିୟର ଡିଭିଜନ ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ, SDGM ପାଳାଖେମୁଣ୍ଡି ଏବଂ ଶ୍ରୀ ସତ୍ୟଜିତ ପାଣି, GMFC ପାଳାଖେମୁଣ୍ଡି ଉପସ୍ଥିତ ରହି ନିଜ ନିଜ ଅଦାଲତରେ ଲୋକ ଅଦାଲତର କାର୍ଯ୍ୟସୂଚୀ ପରିଚାଳନା କରିଥିଲେ। ଏହାସହ ଶ୍ରୀମତୀ ସୌଦାମିନୀ ବିଶ୍ୱାଳ, ସିଭିଲ ଜଜ୍ ଆର୍ ଉଦୟଗିରି, ଶ୍ରୀ ତରୁଣ କୁମାର ସେଠୀ, GMFC ଆର୍ ଉଦୟଗିରି, ଶ୍ରୀ ଶୁଭଜିତ ବେହେରା, GMFC ମୋହନା ଏବଂ ଶ୍ରୀମତୀ ମୋନାଲି ବେହେରା, GMFC ଗ୍ରାମ ନ୍ୟାୟାଧିକାରୀ କାଶୀନଗର ମଧ୍ୟ ନିଜ ନିଜ ଅଦାଲତରେ ଲୋକ ଅଦାଲତ ଆୟୋଜନ କରିଥିଲେ। ଏହି ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କ, ବିଦ୍ୟୁତ ବିଭାଗ ଓ ଅନ୍ୟାନ୍ୟ ସରକାରୀ ବିଭାଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ଏବଂ ଉଭୟ ପକ୍ଷରେ ସମ୍ମତିରେ ଅନେକ ମାମଲାର ସମାଧାନ ସାମତିକ ଭାବେ କରାଯାଇଥିଲା। ଏହି ଲୋକ ଅଦାଲତରେ ସର୍ବମୋଟ 3835ଟି ମାମଲା ଗ୍ରହଣ କରାଯାଇଥିବା ବେଳେ 2498ଟି ମାମଲାର ସଫଳ ସମାଧାନ କରାଯାଇଥିଲା ଏବଂ ସର୍ବମୋଟ 8,42,425 ଟଙ୍କା ଆଦାୟ ହୋଇଥିଲା।